କର୍ମର ଗହନ। କର୍ମର ଗତି ବାସ୍ତବରେ ଅତି ଗହନ। ଧର୍ମାତ୍ମାମାନଙ୍କୁ ଦୁଃଖ, ପାପୀମାନଙ୍କୁ ସୁଖ, ଅଳସୁଆମାନଙ୍କୁ ସଫଳତା, ବିବେକବାନଙ୍କୁ ଉପରେ ବିପତ୍ତି, ମୂର୍ଖମାନଙ୍କ ସମ୍ପତ୍ତି, ଅହଙ୍କାରଙ୍କୁ ପ୍ରତିଷ୍ଠା, ସତ୍ୟନିଷ୍ଠଙ୍କୁ ତିରସ୍କାର ଏ ଦୁନିଆରେ ଦେଖିବାକୁ ମିଳେ। କିଏ ଜନ୍ମରୁ ଧନବୈଭବ ନେଇ ଆସେ, ଜୀବନସାରା ଦୁଃଖ ହିଁ ଦୁଃଖ। କର୍ମର ଗତି ମନ୍ଥର, ସନ୍ଦେହର ଝଡ଼ ନେଇ ଆସିଥାଏ। ନୂଆ ପିଢ଼ି ପାଶ୍ଚାତ୍ୟ ଆଡ଼କୁ ଢଳି ଯାଆନ୍ତି। ମନୁଷ୍ୟକୁ ପଞ୍ଚତତ୍ତ୍ୱରେ ପିତୁଳା ବୋଲି ବର୍ଣ୍ଣନା କରାଯାଏ। ଆତ୍ମାର ଅସ୍ତିତ୍ୱକୁ ଅସ୍ୱୀକାର କରାଯାଏ। ସର୍ବଦା କର୍ମରେ ଲିପ୍ତ, ଫଳପ୍ରାପ୍ତିରେ ଆଶା ନଥାଏ।